ମା ଅଞ୍ଜନି ଇନ୍ଦ୍ରପୁରୀରେ ପୁଞ୍ଜିକାସ୍ଥଳ ନାମକ ଅପ୍ସରା ଥିଲେ। ତାଙ୍କର ରୂପ ଖୁବ୍ ଆକର୍ଷଣୀୟ ଥିଲା। ସେ ଭାରି ଚଳଚଞ୍ଚଳ ଥିଲେ ମଧ୍ୟ। ଥରେ ତାଙ୍କର ଅଭଦ୍ର ବ୍ୟବହାର ପାଇଁ ଋଷି କ୍ରୋଧରେ ତାଙ୍କୁ ଅଭିଶାପ ଦେଲେ କି ସେ ବାନରୀର ରୂପ ଧାରଣ କରିବେ। ପୁଞ୍ଜିକାସ୍ଥଳ ଋଷିଙ୍କୁ କ୍ଷମା ମାଗି ଅଭିଶାପକୁ ଫେରାଇ ନେବାକୁ ବାର ବାର ଅନୁରୋଧ କଲେ। ଦୟା ରୂପରେ ଋଷି କହିଲେ, ତୁମର ବାନର ରୂପ ତେଜସ୍ୱୀ ହେବ। ତୁମେ ଗୋଟିଏ ଯଶସ୍ୱୀ ପୁତ୍ରଙ୍କୁ ଜନ୍ମ ଦେବ। ତପସ୍ୱୀ ଋଷିଙ୍କ ଦ୍ୱାରା ଅଭିଶାପ ପାଇବା ପରେ ଥରେ ଇନ୍ଦ୍ରଦେବତା ପୁଞ୍ଜିକାସ୍ଥଳଙ୍କୁ ମନ ମୁତାବକ ବର ମାଗିବାକୁ କହିଲେ। ତେବେ ପୁଞ୍ଜିକାସ୍ଥଳ କହିଲେ, ଯଦି ସମ୍ଭବ ହେବ ଋଷି ଦେଇଥିବା ଅଭିଶାପରୁ ତାଙ୍କୁ ମୁକ୍ତି ପ୍ରଦାନ କରନ୍ତୁ। ଇନ୍ଦ୍ରଦେବତା ପଚାରିବାରୁ ପୁଞ୍ଜିକାସ୍ଥଳ କହିଲେ, ମୋତେ ଲାଗିଲା ଯେ ଯେଉଁ ଋଷି ମହାଶୟ ତପସ୍ୟା କରୁଛନ୍ତି ସେ ବାନର ଅଟନ୍ତି ଓ ମୁଁ ତାଙ୍କ ଉପରକୁ ଫଳ ଫୋପାଡ଼ିବା ଆରମ୍ଭ କରିଦେଲି। କିନ୍ତୁ ସେ ପରମ ତପସ୍ୱୀ ସାଧୁ ଥିଲେ। ମୋ ଦ୍ୱାରା ତାଙ୍କର ତପସ୍ୟା ଭଙ୍ଗ ହେବାରୁ ସେ ମୋତେ ଅଭିଶାପ ଦେଲେ ଆଉ କହିଲେ, ମୁଁ ଯାହାକୁ ବିବାହ କରିବାକୁ ଚାହିଁବି ତ ମୁଁ ବାନର ରୂପ ଧାରଣ କରିନେବି। ମୋର ଏହିପରି ରୂପ ହେବା ପରେ ବି ସେ ବ୍ୟକ୍ତି ମୋତେ ବିବାହ କରିବେ। ଇନ୍ଦ୍ରଦେବତା କହିଲେ, ତେବେ ତୁମକୁ ଏବେ ଧରିତ୍ରୀ ଉପରେ ଯାଇ ବସବାସ କରିବାକୁ ହେବ ଓ ଜଣେ ରାଜକୁମାରଙ୍କୁ ତୁମେ ବିବାହ କରିବ। ବିବାହ ପରେ ତୁମେ ଶିବଙ୍କର ଅବତାରଙ୍କୁ ଜନ୍ମ ଦେବ। ତାପରେ ତୁମକୁ ଅଭିଶାପରୁ ମୁକ୍ତି ମିଳିଯିବ। ପୁଞ୍ଜିକାସ୍ଥଳ ଧରିତ୍ରୀ ଉପରେ ଅଞ୍ଜନା ନାମରେ ବସବାସ କରିବାକୁ ଲାଗିଲେ। ଜଣେ ଯୁବକଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ଅଞ୍ଜନି ନିଜର ମୁହଁ ଲୁଚାଇ ମୁଁ ବହୁତ ଅସୁନ୍ଦର ବୋଲି କହିଲେ। କିନ୍ତୁ ସାମ୍ନାରେ ଥିବା ଯୁବକ ବି ବାନର ରୂପ ଥିଲେ। ବାନର ରାଜ କେଶରୀ ଥିଲେ। ବାନର ରାଜ କେଶରୀ କହିଲେ, ମୁଁ ଯେବେ ଚାହିଁବି ମନୁଷ୍ୟ ରୂପ ମଧ୍ୟ ଧାରଣ କରିପାରିବି। ବିବାହର କିଛି କାଳ ବିତିଗଲା ପରେ ବି ସେମାନଙ୍କର କୌଣସି ସନ୍ତାନ ସନ୍ତତି ହୋଇନଥିଲା। ଅଞ୍ଜନା ମାତଙ୍ଗ ଋଷିଙ୍କ ନିକଟକୁ ଗଲେ। ମାତଙ୍ଗ ଋଷି କହିଲେ, ନାରାୟଣ ପର୍ବତ ଉପରେ ତୁମେ ତପସ୍ୟା କରିବ ଓ ତୁମର ସ୍ୱାମୀ 12 ବର୍ଷ ତୀର୍ଥ ଯାଇ ଉପବାସ କରିବେ। ଏହିପରି ବାୟୁଦେବତା ଅଞ୍ଜନିଙ୍କର ତପସ୍ୟାରେ ଖୁସି ହୋଇ ତାଙ୍କୁ ବରଦାନ କଲେ। ତୁମର ଅଗ୍ନି, ସୂର୍ଯ୍ୟ, ସୁବର୍ଣ୍ଣ, ବେଦ, ବେଦାନ୍ତ ବଳଶାଳୀ ପୁତ୍ର ଜନ୍ମ ହେବ। ଏହା ଜାଣିବା ପରେ ଅଞ୍ଜନି ଶିବଙ୍କର ଆରାଧନାରେ ବସିଲେ। ମହାଦେବ ସନ୍ତୁଷ୍ଟ ହୋଇ ଅଞ୍ଜନିକୁ ବର ମାଗିବାକୁ କହିଲେ। ଅଞ୍ଜନି ମା କହିଲେ, ମୋତେ ମିଳିଥିବା ଅଭିଶାପରୁ ମୁକ୍ତ ଦେବା ପାଇଁ ମୋତେ ଶିବଙ୍କର ଅବତାରଙ୍କୁ ଜନ୍ମ ଦେବାର ଅଛି। ତେଣୁ ହେ ମହାଦେବ, କୃପା କରି ଆପଣ ବାଳକ ରୂପରେ ମୋ ଗର୍ଭରେ ଜନ୍ମ ନିଅନ୍ତୁ। ମହାଦେବ ଅଞ୍ଜନି ମାଙ୍କୁ ଆଶୀର୍ବାଦ ଦେଲେ ଓ ମହାବଳୀ ହନୁମାନ ରୂପରେ ଅଞ୍ଜନିଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ଅଞ୍ଜନିଙ୍କ ପୁତ୍ର ଯୋଗୁଁ ତାଙ୍କୁ ଅଞ୍ଜନ ବୋଲି ମଧ୍ୟ କୁହାଯାଏ। ଜୟ ହନୁମାନ।